ବ୍ରହ୍ମ ମୁହୂର୍ତ୍ତରେ ନିଦ ଭାଙ୍ଗିଲେ ମିଳିଥାଏ ଏହି ସବୁ ସଂକେତ। ଆସନ୍ତୁ ଜାଣିବା। ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଦର୍ଶକ ବନ୍ଧୁ, ଭଗବାନ ଶ୍ରୀକୃଷ୍ଣ କହିଛନ୍ତି 3ଟାରୁ 5ଟା ଭିତରେ ନିଦ ଭାଙ୍ଗୁଥିବା ମନୁଷ୍ୟଙ୍କ ଜୀବନରେ ଚମତ୍କାର ଏବଂ ଅଦ୍ଭୁତ ପରିବର୍ତ୍ତନ ହୋଇଥାଏ। କାହିଁକି ଏମିତି ହୋଇଥାଏ? ମନୁଷ୍ୟଙ୍କ ନିଦ ବ୍ରହ୍ମ ମୁହୂର୍ତ୍ତରେ ଖୋଲିବାର ବି ଅନେକ ରହସ୍ୟ ଲୁଚି ରହିଛି। ଆମର ଶାସ୍ତ୍ରରେ ବ୍ରହ୍ମ ମୁହୂର୍ତ୍ତର ସମୟକୁ ଅତ୍ୟନ୍ତ ଶୁଭ ମନାଯାଏ। ଆଉ ଏହି ସମୟରେ ମନୁଷ୍ୟର ନିଦ ଭାଙ୍ଗିଯିବା କୌଣସି ସାଧାରଣ ସଂକେତ ନୁହେଁ। ଏହାଦ୍ୱାରା ମନୁଷ୍ୟକୁ ଈଶ୍ୱରଙ୍କ ଦ୍ୱାରା ଅନେକ ମହତ୍ତ୍ୱପୂର୍ଣ୍ଣ ସଂକେତ ଆଉ ସୂଚନା ମିଳିଥାଏ। କିନ୍ତୁ ତାହା ପୂର୍ବରୁ ଯଦି ଆପଣମାନେ ଚାହୁଁଛନ୍ତି ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସଦାସର୍ବଦା ରହୁ, ତେବେ ଏହି ଭିଡ଼ିଓଟିକୁ ଗୋଟେ ଛୋଟିଆ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରି କମେଣ୍ଟରେ ଜୟ ମାତା ଲକ୍ଷ୍ମୀ ବୋଲି ନିଶ୍ଚିତ ଲେଖନ୍ତୁ। ମନୁଷ୍ୟଙ୍କ ନିଦ ବ୍ରହ୍ମ ମୁହୂର୍ତ୍ତରେ କାହିଁକି ଖୋଲିଥାଏ? ଏହାର ପଛରେ ବୈଜ୍ଞାନିକ ଏବଂ ଆଧ୍ୟାତ୍ମିକ ଉଭୟ ପ୍ରକାରର ରହସ୍ୟ ଅଛି, ଯାହା ଆଜିର ଏହି ଭିଡ଼ିଓରେ ଆପଣମାନେ ଜାଣିବେ। ଆଉ ଜାଣିବେ ଯେ ବ୍ରହ୍ମ ମୁହୂର୍ତ୍ତରେ ଏମିତି କ'ଣ ହୋଇଥାଏ, ଯାହାର ପ୍ରଭାବ ମନୁଷ୍ୟର ଜୀବନ ଉପରେ ପଡ଼ିଥାଏ। ପ୍ରାଚୀନ କାଳରୁ ଋଷି ମୁନି ଧ୍ୟାନ ଏବଂ ପୂଜା ପାଇଁ ବ୍ରହ୍ମ ମୁହୂର୍ତ୍ତରେ ଉଠୁଥିଲେ। ପ୍ରାଚୀନ ଗ୍ରନ୍ଥ ଅନୁସାରେ ବ୍ରହ୍ମ ମୁହୂର୍ତ୍ତ ସୂର୍ଯ୍ୟଦେବଙ୍କ ଉଦୟର ସମୟ, ଅର୍ଥାତ୍ 4ଟାରୁ 5:30 ଭିତରର ସମୟ ଅଟେ, ଯାହା ବ୍ରହ୍ମ ମୁହୂର୍ତ୍ତ ହୋଇଥାଏ। ଏହି ସମୟକୁ ବହୁତ ଶୁଭ ଏବଂ ଲାଭଦାୟକ ମନାଯାଏ। ଏହି ସମୟରେ ଉଠିବା ବହୁତ ହିଁ ଶୁଭ ମନାଯାଏ। ମାନ୍ୟତା ଅଛି ଯେ ଏହି ସମୟରେ ଅନେକ ଅଲୌକିକ ଶକ୍ତି ପୃଥିବୀ ଉପରେ ବିତରଣ କରିଥାନ୍ତି। ଯଦି ଆପଣ ବି ଏହି ସମୟରେ ପ୍ରତିଦିନ ଉଠୁଥାନ୍ତି କିମ୍ବା ଏହି ସମୟରେ ଆପଣଙ୍କ ନିଦ ଅଚାନକ ଖୋଲିଯାଏ, ତ ଏହାକୁ ଏକ ଅଲୌକିକ ଶକ୍ତି ବୋଲି ବୁଝିନେବା ଉଚିତ। ଆପଣ କେବେ ବି ଚିନ୍ତା କରୁଛନ୍ତି ଋଷିମୁନିମାନେ, ଦେବତାମାନେ, ଏମିତିକି ଆଜିର ବୈଜ୍ଞାନିକମାନେ ବି ବ୍ରହ୍ମ ମୁହୂର୍ତ୍ତରେ ଉଠିବା ପାଇଁ ପରାମର୍ଶ ଦିଅନ୍ତି। ଏମିତି ଏହି ସମୟରେ କ'ଣ ଅଛି? ଏହି ସମୟରେ କ'ଣ ଅଛି ଯାହା ମନୁଷ୍ୟଙ୍କ ଜୀବନ ଉପରେ ଗମ୍ଭୀର ପ୍ରଭାବ ପକାଇଥାଏ? ଆମର ଶାସ୍ତ୍ରରେ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠୁଥିବା ବ୍ୟକ୍ତି କିଛି ଲକ୍ଷଣ ବିଷୟରେ କୁହାଯାଇଛି। ଯଦି ଆପଣ ବି ସୂର୍ଯ୍ୟ ଉଦୟ ପୂର୍ବରୁ ଉଠୁଥାନ୍ତି, ତେବେ ଆପଣ ଜଣେ ଏକ ଅନୁଶାସନପ୍ରିୟ ବ୍ୟକ୍ତି ଅଟନ୍ତି ଆଉ ସର୍ବଦା ନିରୋଗୀ ଜୀବନ ବ୍ୟତୀତ ରହିଥାନ୍ତି।
ଆପଣ ଜଣେ ସଚ୍ଚୋଟ ବ୍ୟକ୍ତି ଅଟନ୍ତି ଆଉ ସମସ୍ତ କାର୍ଯ୍ୟକୁ ପୂରା ମନରୁ ଏବଂ ପରିଶ୍ରମର ସହିତ କରନ୍ତି। ଆପଣ ବହୁତ ବୁଦ୍ଧିମାନ ଏବଂ ସକାରାତ୍ମକ ବ୍ୟକ୍ତି ଅଟନ୍ତି ଆଉ ଏହି କାରଣରୁ ଲୋକେ ଆପଣଙ୍କର ବଡ଼ ସମ୍ମାନ କରନ୍ତି। ଆପଣ ଜାଣିଶୁଣି କାହାରି ମନ ଦୁଃଖ କରନ୍ତି ନାହିଁ। ଅନ୍ୟ ସହିତ କେବେ ବି ଖରାପରେ କଥା କୁହନ୍ତି ନାହିଁ ଆଉ କମଜୋର ଲୋକଙ୍କୁ କେବେ ବି ଘୃଣା କରନ୍ତି ନାହିଁ। ଅସୁବିଧା ସମୟରେ ଆପଣ କେବେ ବି ନିଜ ଲୋକଙ୍କର ସାଥ ଛାଡ଼ନ୍ତି ନାହିଁ। ଆପଣ ବଡ଼ମାନଙ୍କର ସମ୍ମାନ କରୁଥିବା ବ୍ୟକ୍ତି ଅଟନ୍ତି। ଏହି ସବୁ ଗୁଣ ଆପଣଙ୍କ ଭିତରେ ରହିବାର କାରଣ ଆପଣଙ୍କର ବ୍ରହ୍ମ ମୁହୂର୍ତ୍ତରେ ନିଦ ଭାଙ୍ଗିବା। ଆପଣଙ୍କ ଉପରେ ଅଲୌକିକ ଶକ୍ତିର ପ୍ରଭାବ। ମାନ୍ୟତା ଅଛି ଯେ ଭଗବାନ ସୂର୍ଯ୍ୟଦେବଙ୍କ ପୂର୍ବରୁ ଉଠି ଯେଉଁ ଲୋକ ନିଜର କାର୍ଯ୍ୟ ଆରମ୍ଭ କରିଥାନ୍ତି ସେହି କାମରେ ସଫଳତା ମିଳିବାର ସମ୍ଭାବନା ବହୁତ ଅଧିକ ହୋଇଥାଏ। ଯେଉଁ ମହିଳା ସୂର୍ଯ୍ୟଦେବଙ୍କ ପୂର୍ବରୁ ଉଠି ଘରର ଅଗଣା ସଫା କରିଥାଏ ଏମିତି ଘରେ ମା ଲକ୍ଷ୍ମୀଙ୍କର ସର୍ବଦା ବାସ ହୋଇଥାଏ। ଏମିତି ଘରେ କେବେ ବି ଦୁଃଖ ଆସେ ନାହିଁ ଏବଂ ସୁଖ ସମୃଦ୍ଧି ଆସିଥାଏ। ବ୍ରହ୍ମ ମୁହୂର୍ତ୍ତରେ ଉଠୁଥିବା ବ୍ୟକ୍ତି ଅଜାଣତରେ ସୂର୍ଯ୍ୟଦେବଙ୍କ ବିଶେଷ କୃପା ପ୍ରାପ୍ତ କରିଥାନ୍ତି। ସୂର୍ଯ୍ୟଦେବଙ୍କର କିରଣ ଯେଉଁ ମନୁଷ୍ୟ ଉପରେ ପ୍ରଥମେ ପଡ଼ିଥାଏ ତାହାର ଭାଗ୍ୟର ଉଦୟ ହୋଇଥାଏ। ପ୍ରତିଦିନ ସୂର୍ଯ୍ୟ ଉଦୟ ହେବା ଦେଖିବା ନକାରାତ୍ମକର ନାଶ ହୋଇଥାଏ। ବେଦରେ ସୂର୍ଯ୍ୟଙ୍କ କିରଣକୁ କାମଧେନୁ ମାଙ୍କ କ୍ଷୀର ସହିତ ସମାନ ବୋଲି ମନାଯାଏ। ଯେଉଁ ପ୍ରକାରରେ କାମଧେନୁ ମା ସମସ୍ତଙ୍କ ମନୋକାମନା ପୂରଣ କରିଥାନ୍ତି ଠିକ୍ ସେହିପରି ସୂର୍ଯ୍ୟଦେବଙ୍କ ପ୍ରାତଃକାଳର କିରଣ ମନୁଷ୍ୟକୁ ସକାରାତ୍ମକତାର ଭରି ଦେଇଥାଏ ଆଉ ଶନିଦେବଙ୍କର କୃପା ବର୍ଷିଥାଏ। ଯଦି ଆପଣଙ୍କ ନିଦ ସକାଳୁ ଜଲଦି ଖୋଲୁଥାଏ ବା ଭାଙ୍ଗୁଥାଏ ତ ଏହାର ଅର୍ଥ ଏହା ମଧ୍ୟ ଅଟେ କି ଆପଣଙ୍କ ଜୀବନରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଅଛି। ଏହି ଅଲୌକିକ ଶକ୍ତି ଆପଣଙ୍କୁ ଏହି ସଂକେତ ଦେଉଛି କି ଆପଣଙ୍କର ପୂରା ଦିନ ଭଲରେ ସମାପ୍ତ ହେବାକୁ ଯାଉଛି। ଆପଣଙ୍କର ଭଲ ସମୟ ଆରମ୍ଭ ହେବାକୁ ଯାଉଛି। ଆପଣଙ୍କର ଆର୍ଥିକ ସ୍ଥିତି ଉନ୍ନତ ହେବାକୁ ଯାଉଅଛି। ଆପଣଙ୍କ ଜୀବନରେ ସବୁ କଷ୍ଟର ଅନ୍ତ ଏବେ ହେବାକୁ ଯାଉଅଛି। ଏହାର ଓଲଟା ଯଦି ଆପଣ ସକାଳୁ ଉଠୁନାହାନ୍ତି ତେବେ ଏହା ଭଲ ସଂକେତ ମନାଯାଏ ନାହିଁ। ଯେଉଁ ମହିଳା ସକାଳୁ ଶୀଘ୍ର ଉଠନ୍ତି ନାହିଁ ସେହି ଘରେ ସର୍ବଦା ଦାରିଦ୍ର୍ୟତା ବାସ କରିଥାଏ। ଦର୍ଶକ ବନ୍ଧୁ
ଆପଣମାନେ ମୋର ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ମୁଁ ଆପଣମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ଯଦି ଆପଣମାନେ ମୋର ଏହି ଭିଡ଼ିଓରୁ କିଛି ବି ଶିକ୍ଷଣୀୟ କଥା ଶିଖିପାରିଥିବେ, ତେବେ ଦୟାକରି ମୋର ଚ୍ୟାନେଲ ସୋନାରିତୁ ଲାଇଫଷ୍ଟାଇଲକୁ ସବସ୍କ୍ରାଇବ୍ କରିବେ ଏବଂ ତାହା ସହିତ କମେଣ୍ଟରେ ଜୟ ମାତା ଲକ୍ଷ୍ମୀ ବୋଲି ନିଶ୍ଚିତ ଲେଖିବେ। ଭିଡ଼ିଓଟିକୁ ଛୋଟିଆ ଲାଇକ୍ଟିଏ ମଧ୍ୟ କରିବେ। ଭଲରେ ରୁହନ୍ତୁ ଆପଣମାନେ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା। ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଭଲରେ ରୁହନ୍ତୁ ଆପଣମାନେ। ସର୍ବେ ଭବନ୍ତୁ ସୁଖିନଃ।